ପିଲାମାନେ ପୁଣି ଥରେ ଆଉ ଏକ ଭିଡିଓରେ ତମ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପିଲେ ପୂର୍ବେ ଆମେ ଜାଣିଲେ ଯେ ନିଶେ ତେଣ ବାସ ଖଡ ଜଡେ ଦିଅନ୍ତି ସେ ତୁଣ୍ଡେ ଦେଖିଲା ଅମୃତ ଯୋଗାଡ଼ ପୁରୀ ଅଛି ଭାଣ୍ଡେ। ଦେଖ ପିଲେ କଣ ଅଛି? ନିଶି ତେଣ ବାସ ଖଡ ନାଳେ ଦିଅନ୍ତି ସେ ତୁଣ୍ଡେ ଦେଖିଲା ଅମୃତ ଯୋଗାଡ଼ ପୁରୀ ଅଛି ଭାଣ୍ଡେ। ତାମାନେ କଣ? ନିଶିତେଣ। ନିଶିତେଣ କହିଲେ କଣ? ନିଶିତେଣ କହିଲେ ପିଲେ ମୁହଁ ଫେରାଇ। ଯେତେବେଳେ ସୂର୍ଯ୍ୟଙ୍କୁ ଏ କଥା କହିଛି ତାପରେ ମୁହଁ ଫେରେଇ ଆଣିଛି ଏବଂ ହାଲିଆ ହୋଇଯାଇଛି, ଦୁଃଖରେ ମିଳମେଳ ହୋଇ ପଡିଛି ଏବଂ ଆସିଛି ବାସି ଖଡ କାଳେ ଥିବ। ବାସି ଶୁଖିଲା ନଡା ଫଡା କାଳେ ଥିବ ଗୁଆଣୀରେ, କାଳେ କାଳେ ଥିବ ଦିଅନ୍ତି ସେ ତୁଣ୍ଡେ। ଦେଖ ତାପରେ କଣ ଅଛି? କାଳେ ଦିଅନ୍ତି ସେ ତୁଣ୍ଡେ। ତୁଣ୍ଡେ ଯେତେବେଳେ ଆଣିକି ଗୁଆଣୀରେ ଏମିତି ଦେଇଛନ୍ତି, ବାସି ନଡା କାଳେ ଥିବ, ମୋ ଭାଗ୍ୟରେ ଆଜି ମିଳିବ, ଭଲ ଖାଦ୍ୟ ମିଳିଲାନି, ଭଲ ଖାଦ୍ୟ ମିଳିଲାନି କିଛି ନାହିଁ, କାଳେ ବାସି ଖାଦ୍ୟ କିଛି ଥିବ। ତାପରେ କଣ ଦେଖ ପିଲେ? ଦେଖିଲା ଅମୃତ ଯୋଗାଡ଼ ପୁରୀ ଅଛି ଭାଣ୍ଡେ। ଦେଖିଲା 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 ବୃଷଭର ଦେଖିଲା କଣ? ତାପରେ ତା ଆଖିରେ ପଶିଗଲା, ଆରେ 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 ଅମୃତ ଯୋଗାଡ଼, ସୁସ୍ୱାଦୁ ଖାଦ୍ୟ, ଏସବୁ କୋଉଠୁ ଆସିଲା? ଯୋଗାଡ଼ ପୁରୀ ଅଛି ଭାଣ୍ଡେ, ପୁରା ପୁରୀ ଅଛି। ତାପରେ କଣ ହେଇଛି? ଦେଖ ପିଲେ, ସନ୍ତୋଷେଣ ଭୋଜନ ଯେ କଲା ବୃଷଭ ସୁମର ଏକ ଲୟ କରି ହାତେ ତାର କର ତାର ଦେବ। ଦେଖ ପିଲେ, ଏଇ କବିତାଟି ତମ ମାନଙ୍କର ଦାଣ୍ଡି ବୃତ୍ତରେ ରଚିତ, ଏବଂ ଦାଣ୍ଡି ବୃତ୍ତରେ ଆମେ ଜାଣିଛେ ଦୁଇ ପାଦ ଥାଏ, ପରନ୍ତୁ ଦୁଇ ପାଦର ଅକ୍ଷର ସଂଖ୍ୟା ଯେହେତୁ ସମାନ, ତେଣୁ ଏଥିରେ ତମ ମାନଙ୍କର ଗାୟକ ଯେତେବେଳେ ଗାଇବେ ତାକୁ ସ୍ୱର ଲମ୍ବାଇକି ଗାଆନ୍ତି। ବୁଝିପାରିଲେ ନା ନାଇଁ? କାହିଁକି? କାହିଁକି ନା ଏଠି ଯତିପାତ ସେତେ ହୁଏ ନାହିଁ। ତାପରେ ଦେଖ ପିଲେ, ସନ୍ତୋଷେଣ ଭୋଜନ ଯେ କଲା ବୃଷଭ। ବୃଷଭର କଣ କଲା? ଦେଖ ପିଲେ, ସନ୍ତୋଷେଣ ସରି, ସନ୍ତୋଷେଣ ଭୋଜନ ଯେ କଲା ବୃଷଭ। ବୃଷଭ କଣ କଲା? ସନ୍ତୋଷେଣ, ସନ୍ତୋଷରେ, ଆନନ୍ଦରେ, ଅତି ଖୁସି ମନରେ ଭୋଜନ କଲା। କହିସାରି କଣ ହେଲା? ସୁମର ଏକ ଲୟ, ଏକ ଲୟରେ, ଏକ ଲୟରେ ସୁମର କଲା, ମନେ ପକେଇଲା କାହାକୁ? ହାତୀ। ବୁଝିପାରିଲା? ହାତେ କହିଲେ ପିଲେ ସାଙ୍ଗେ ସାଙ୍ଗେ କରତାର ଦେବଙ୍କୁ, କରତାର ଦେବ କହିଲେ ସୂର୍ଯ୍ୟ ଦେବଙ୍କୁ ସାଙ୍ଗେ ସାଙ୍ଗେ ମନେ ପକେଇଲା। ଆଜ୍ଞା, ଆପଣ ଏଇ କଥା କହୁ କହୁ ଆପଣ ମୋ କଥା ବୁଝିଦେଲେ। ମୋ ପାଇଁ କେତେ କଥା ରଖିଛନ୍ତି ମୁଁ ଜାଣିନି। ଆପଣଙ୍କୁ ଏଡେ 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 କଥା କହିପାରି ସାରିଲେଣି, ନାଇଁ କି? ତାପରେ କଣ ହେଇଛି ଦେଖ ପିଲେ, ଗୁଞ୍ଜିଣ ବୋଇଲ ଯେ ହୋଇଲା ଆନନ୍ଦ ହେଉ ଦର୍ଶନ କର ତାର ନାଥକୁ ନିତ୍ୟ ବନ୍ଦ। ତାମାନେ ଭୁଞ୍ଜିଣ, ଭୁଞ୍ଜିଣ ବଇଳ, ଭୁଞ୍ଜିଣ ବଇଳ ଖାଉଥାଏ କହୁଥାଏ, ଖାଇସାରିବା ପରେ ମଧ୍ୟ କହୁଥାଏ ହୋଇଲା ଆନନ୍ଦ। ଭୁଞ୍ଜି ତ ଭୁଞ୍ଜିଣ ବଇଳ ମାନେ ବଇଳ ଭୁଞ୍ଜିବା ପରେ ଆନନ୍ଦିତ ହେଲା। ଏବଂ ଆନନ୍ଦ ହେବା ପରେ ଶାରଳ ଦାସ କହୁଛନ୍ତି, କଣ କହୁଛନ୍ତି? ହେ ବୁଧ ଜନେ, ହେ ବୁଧ ଜନେ, ହେ ବୁଧ ଜନ କହିଲେ ହେ ପଣ୍ଡିତ ମାନେ, ହେ ଜ୍ଞାନୀ ମାନେ, ହେ ବିଦ୍ୱାନ ମାନେ, କଣ କର? କରତାର ନାଥ, କରତାର ନାଥ ସେଇ ସୂର୍ଯ୍ୟ ଦେବଙ୍କୁ ନିତ୍ୟ ବନ୍ଦ,
ମାନେ ସବୁଦିନ ବନ୍ଦାପନ କର, ସବୁଦିନ ପୂଜା କର, ସବୁଦିନେ ତାଙ୍କୁ ଭକ୍ତି କର। ବୁଝିପାରିଲାନି ନାଇଁ? ହେଁ? ତାପରେ କଣ? ତାପରେ ଦେଖ ପିଲେ, ଈଶ୍ୱର ଘୋଷଣଠୁ ହେଇଛି, ସରି, ଈଶ୍ୱର ଘୋଷଣରୁ ହୋଇଲିଟି ପାର, କିସ କରି ପାଲଟିବି ଆମର ନାଶକର। ହେଁ? ତାମାନେ ଈଶ୍ୱର ଯେଉଁ କଷଣ ମତେ ଦେଇଥିଲେ, ମୋ ପରୀକ୍ଷା ବାତିଲ କଲେନି, ସମସ୍ତଙ୍କ ପରୀକ୍ଷା ବାତିଲ କରିଦେଲେ, ମତେ ଯୋଉ କଷ୍ଟ ଦେଇଥିଲେ ଈଶ୍ୱର, ପରନ୍ତୁ ସେଇ ଈଶ୍ୱରଙ୍କ କଷଣରୁ ହୁଇଲିଟି ପାର। ବୁଝିପାରିଲା? ଆଜି ପାସ୍ ହେଇଯାଇଛି, ପାର ହେଇଯାଇଛି। ଚ୍ୟାଲେଞ୍ଜ କରିଦେଲେ ମୋ ସାଙ୍ଗରେ ଦେବଦେବ ମହାଦେବ, ସେଇ ଚ୍ୟାଲେଞ୍ଜରେ ମୁଁ ଆଜି ପାସ୍ ହେଇଛି। ବାଜି ମୁଁ ଆଜି ମୁଁ ଜିତି ଯାଇଛି। ବୁଝିପାରିଲା? କିସ୍ କରି, କିସ୍ କରି ପାଲଟି, କିସ୍ କରି ପାର ଇଟି, ଆବର ନାଶ କରେ, ଆବର ନାଶ କର। ନାଶ କର କହିଲେ ଯିଏ ନାଶ କରିଦିଏ, କିଏ ସେ? ଯମ। ତେଣୁ ଆବର ପୁଣି ଯମ, ଆବର କହିଲେ ପୁଣି ଯମ ମୋର କିସ୍ କରିପାରିବ? ବୁଝିପାରିଲା? ଯମ ମୋର କିସ୍ କରିପାରିବ? ମୋ ମୋ ଯମ କଣ କରିପାରିବ? ମୁଁ ପୁରା ସୂର୍ଯ୍ୟଦେବଙ୍କୁ ପୂଜା କରୁଛି, ସୂର୍ଯ୍ୟଦେବଙ୍କୁ ଭକ୍ତି କରୁଛି, ସୂର୍ଯ୍ୟଦେବଙ୍କ ପାଇଁ ଯାହା ସବୁ ଥିଲା ଶାସ୍ତ୍ର ସମ୍ବନ୍ଧ କଥା ତାକୁ ମୁଁ ଅକ୍ଷେ ଅକ୍ଷେ ମାନିଛି। ଏବଂ ମହାଦେବଙ୍କୁ କହିଲି, ମହାଦେବ ଯଦି ଜାଣିନାହାନ୍ତି ମତେ ପରୀକ୍ଷା କଲେ, ଏବଂ ପରୀକ୍ଷା କଲା ପରେ ମୁଁ ଆଜି ବଞ୍ଚିଆ ଖାଦ୍ୟ ପାଉଛି। ମୁଁ ଆଜି ବଢିଆ ଖାଦ୍ୟ ପାଇଲି। ଏବଂ କହୁଛନ୍ତି ସେ କଥା, ବୃଷଭ କହୁଛି ଈଶ୍ୱର ପସନ୍ଦରୁ, ଈଶ୍ୱର ଯେଉଁ କଷ୍ଟ ଦେଇଥିଲେ ମତେ, ଈଶ୍ୱର ଯେଉଁ ପରୀକ୍ଷା କରିଥିଲେ, ସେଥିରୁ ମୁଁ ପାର ହେଇଗଲି। ଯେହେତୁ ମୁଁ ପାର ହେଇଗଲି, ପାର ହେବା ପରେ କିସ କରି ପାଲଟେଇ, କିସ୍ କରି ପାର ହେଇଟି, ମୁଁ ଯେଉଁ ଆଜି ଲୋକ ବିକଳରେ ଯଦି ଆଜି ମୋର ମୃତ୍ୟୁ ହେଇଯାଇଥାନ୍ତା, ମୃତ୍ୟୁ ଆଜି ହେଇନି, ମୋର ନାଶ କର, ମୋର ନାଶ କର। କିଛି କିଛି କରିବନି, କିଛି କରିପାରିବନି। କଣ କରିପାରିବନି ମୋର? ଏଇ ହାତରେ ଆମେ ପାଟିରେ ଖାଉଛେ ବା ଖାଦ୍ୟ ନେଇ ଖାଇପାରୁଛେ, କାହା ଯୋଗୁ? ସେଇ ବିରଞ୍ଚି ନାରାୟଣ ପ୍ରସାଦ। ବୁଝିପାରିଲା? ସେ ବିରଞ୍ଚି ନାରାୟଣ ପ୍ରସାଦ, ସେ ବିରଞ୍ଚି ନାରାୟଣ ପ୍ରସାଦ, ସେ ବିରଞ୍ଚି ନାରାୟଣକୁ ଆମେ ସମସ୍ତେ ଜାଣିଛେ ସକଳ ଶକ୍ତିର ଆଧାର, ସବୁ କିଛି ସହିବ, ସବୁ କିଛି ସମ୍ଭବ। ସୃଷ୍ଟି ଏ ସୂର୍ଯ୍ୟଙ୍କ ପାଇଁ, ଏବଂ ବିଜ୍ଞାନରେ ମଧ୍ୟ ତାହା କହୁଛି। ବୁଝିପାରିଲା? ଏଇ କଥା ସୂର୍ଯ୍ୟଙ୍କ ପାଇଁ, ଏବଂ ବିଜ୍ଞାନ ମଧ୍ୟ ତାହା କହୁଛି। ତେଣୁ ବିରଞ୍ଚି ନାରାୟଣଙ୍କର ପ୍ରସାଦ, ତାର ଫଳକୁ ଆମେ ଏଇ ହସ୍ତରେ ଖାଉଛେ। ତେଣୁ ଶୂଦ୍ର ମୁନି ସାରଳା ଦାସ, ଶୂଦ୍ର ମୁନି ଏବଂ ବର୍ଣ୍ଣରେ ଶୂଦ୍ର, ଜାତିରେ ମୁନି, ସେଇ ସାରଳା ଦାସ କରତାର ପାଦ ପଦ୍ମରେ, କରତାର କହିଲେ ସୂର୍ଯ୍ୟଦେବଙ୍କୁ ପାଦ ପଦ୍ମରେ ସବୁଦିନ ବନ୍ଦାପନ କରେ, ତାଙ୍କ ପାଦ ପଦ୍ମକୁ ନମସ୍କାର କରୁଛି, ପ୍ରଣିପାତ କରୁଛି। ଆଚ୍ଛା ଆଚ୍ଛା ଆଚ୍ଛା, ଛାତ୍ରଛାତ୍ରୀ ମାନେ, ଯଦି ଏ କଥା ଘଟିଲା, କିଛି ଶିବ କଣ କରୁଛନ୍ତି? ବୃଷଭକୁ ବାନ୍ଧିକି ଯାଇଛନ୍ତି, ବାନ୍ଧିକି ପଳେଇଛନ୍ତି ସିନା, ତାଙ୍କ ମନ କଣ ସମ୍ଭାଳୁଥିବ? କିରେ, ଘରେ ସେ ଯାଇଛି ପାର୍ବତୀଙ୍କ ସାଙ୍ଗରେ ବସିକି ବଢିଆ ଖାଦ୍ୟ ଖାଉଥିବ, ନା 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 ନା, ଭକ୍ତ କଥା ସେଠି ତାଙ୍କର ମନେ ପଡୁଛି। ମନେ ପଡିବନି କିଏ କହିଲା? ଭକ୍ତ କଥା ତାଙ୍କର ମନେ ପଡୁଛି। ଆରେ ଆରେ ଆରେ, ଆଜି ଦିନଟାଙ୍କ ମୁଁ କେତେ କଷ୍ଟ ନ ଦେଇଛି ମୋ ବୃଷଭଟାକୁ, କଣ କରୁଥିବ ବିଚାରୀଟି, ଗୁହାଳରେ ବନ୍ଧା ହେଇଛି, ଟିକେ ଯାଇ ଦେଖି ଆସେ କଣ କରୁଥିବ ବୃଷଭ। ଆସିଛନ୍ତି, ତାପରେ ଦେଖିଛନ୍ତି ଶିବଶଙ୍କର, ଏବଂ ତାପରେ କଣ ଅଛି ଏସବୁ ପରବର୍ତ୍ତୀ ସମୟରେ ଆଲୋଚନା କରିବା। ଆଜି ପାଇଁ ବେଶ ଏତିକି।